ଆପଣମାନେ କେମିତି ଅଛନ୍ତି? ଚାଲନ୍ତୁ ଆଜିର ଭିଡିଓ ଷ୍ଟାର୍ଟ କରିବା। ଚାରିଆଡେ ପୁରା ରାଜ୍ୟ ସାରା ଏବେ ଗୋଟିଏ ଖବର କେବଳ ହଉଛି, ସେଟା ହଉଛି ପଲ୍ୟୁସନ ପଲ୍ୟୁସନ ପଲ୍ୟୁସନ। ତ ଆପଣମାନେ ବି ଯଦି ପଲ୍ୟୁସନ କରୁନାହାନ୍ତି, ଜଲ୍ଦି ଜଲ୍ଦି ଆପଣଙ୍କ ବାଇକ୍ କିମ୍ବା ଫୋର ହ୍ୱିଲର ପଲ୍ୟୁସନ କରିଦିଅନ୍ତୁ, ନହେଲେ ମାନେ କେତେ ଟଙ୍କା ଆପଣଙ୍କର ଫାଇନ୍ ହବ ସେଇଟା ବି ନିର୍ଦ୍ଧାରିତ ନୁହେଁ। ସରକାର ଏଭଳି କାମ କଣ ସେ କରୁଛି କିଛି ଜଣା ପଡୁନି। ତେଣୁକରି ଆପଣମାନେ ଆପଣଙ୍କର ପଲ୍ୟୁସନ ଇମିଡିଏଟଲି କରିନିଅନ୍ତୁ। ଯଦି ଆପଣ ପଲ୍ୟୁସନ କରିଛନ୍ତି ତ କେମିତି ଜାଣିପାରିବେ, ତାର ଟେଷ୍ଟ କେମିତି କରିପାରିବେ ଆପଣ ସାର୍ଟିଫିକେଟର, ଏଇ ଭିଡିଓରେ ଆମେ ଜାଣିବା। ତ ଯେମିତି ପୁରା ରାଜ୍ୟ ସାରା ଏବେ ପୁରା ପଲ୍ୟୁସନ କୁ ନେଇକି ପୁରା ବହୁତ ଇଏ ଦେଖାଗଲାଣି। ତ ଆମେ ଦେଖିବା ଆପଣ ପଲ୍ୟୁସନ କେମିତି ଆପଣଙ୍କ ସାର୍ଟିଫିକେଟ ଚେକ୍ କରିପାରିବେ। ଏଠି ଲେଖା ହେଇଛି ଯେମିତି କି ଦ ପିୟୁସି ସାର୍ଟିଫିକେଟ ଟେଷ୍ଟିଂ ଫିଜ୍ ଫର 2 and 3 wheelers ଇଜ ଆର୍ଏସ୍ 60। ତ 60 ଟଙ୍କା ପଡୁଛି। ଫର ଲାଇଟ୍ ମୋଟର ଭେହିକିଲ ଇଜ ଆର୍ଏସ୍ 100 and for medium and heavy motor vehicle RS 150 and GST as applicable। ତ ଆପଣମାନେ ଏତିକି ଟଙ୍କା ଫି ଦେଇକି ଆପଣଙ୍କର ପିୟୁସି ସାର୍ଟିଫିକେଟ ଟେଷ୍ଟିଂ ବା ଚେକ୍ କରିପାରିବେ। ତାର ମନେକର ଆପଣଙ୍କର ଯେମିତି ସନ୍ଦେହ ରହୁଥିବ କି ନୂଆ ଗାଡ଼ି ଆଣିଛୁ, ତାର କ'ଣ ସବୁ ରହୁଛି। ତ ଯେମିତି ଲେଖା ହେଇ ଦେଖିବେ, in case of a new vehicle PUCC is not required for 1 year from the date of registration। ଯଦି ଆପଣ ନୂଆ ଗାଡ଼ି ଆଣିଛନ୍ତି ତ ଗୋଟେ ବର୍ଷ ପାଇଁ ଆପଣଙ୍କର ସେମାନେ ନିଜେ ତାଙ୍କ ତରଫରୁ ପଲ୍ୟୁସନ ଇଏ କରିକି ଦେଇଥିବେ, ତେଣୁ ଏଇଟା ନିଡ୍ ନାହିଁ। ତାପରେ ଯଦି ଆପଣ ଦେଖିବେ, ଆଫ୍ଟର ଦ ଏକ୍ସପାୟରି ଅଫ୍ 1 year the vehicle has to obtain PUC certificate from an agency authorized for the purpose and valid for 6 months for the vehicles up to BS 3 standards and 1 year for BS IV and BS VI vehicles। ତ ଏଠି ଡିଟେଲ ଦେଖିପାରୁଥିବେ, ନୂଆ ଭେହିକିଲ ମାନଙ୍କ ପାଇଁ ସେଭଳି କୌଣସି ପ୍ରକାର ଟେଷ୍ଟିଂ ଦରକାର ନାହିଁ। ଯଦି ଗୋଟେ ବର୍ଷ ହେଇସାରିଲା ପରେ ସେ କୌଣସି ଥାର୍ଡ ପାର୍ଟି ଏଜେନ୍ସିକୁ ନେଇକି ଆପଣ ପଲ୍ୟୁସନ ତିଆରି କରିପାରିବେ। ତ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆପଣଙ୍କର ଭେହିକିଲର ପଲ୍ୟୁସନ କରିନାହାନ୍ତି ତ ଜଲ୍ଦି ଜଲ୍ଦି କରିଦିଅନ୍ତୁ, ନହେଲେ ଯୋଉ ସରକାର ଯୋଉ ପ୍ରକାର ମାନେ ଫାଇନ୍ ସବୁ ଲାଗୁ କଲାଣି, ମାନେ ଲୋକମାନେ ଆକ୍ଚୁଆଲି ଲାଗୁଛି ଆଗକୁ ଏଇ ଯୋଉ ଜିନିଷ ପାଇଁ ଆନ୍ଦୋଳନ ହେଇପାରେ। ତ ଯୋଉଟା ହେବା ବି ଦରକାର ନିହାତି, କାହିଁକିନା ସରକାର ଏଇଟା ଯୋଉ ଗୋଟେ କରିଛି ଏବେ ପଲ୍ୟୁସନ କେବଳ କ'ଣ ଖାଲି ଗାଡ଼ି ମଟର ଦ୍ୱାରା ହିଁ ପଲ୍ୟୁସନ ଅଧିକ ହଉଛି କି ସେମାନେ ଯୋଉ ଜଙ୍ଗଲ ଭୂମି କାଟୁଛନ୍ତି ସେଇଟା କ'ଣ ସଠିକ, କିମ୍ବା କଳକାରଖାନା ଯୋଉ ସବୁ ଅଛି ତା ଦେହରୁ କ'ଣ ସବୁ ପଲ୍ୟୁସନ ବାହାରୁନି। ତେଣୁକରି ସରକାର ନିହାତି ଭଲ ଷ୍ଟେପ ନେବା ଦରକାର, ଯୋଉଟା ଲୋକମାନଙ୍କ ପାଇଁ ହେବା ଦରକାର। ତ ସେ ନିଜ ପାଇଁ ଏଇଟା କରୁଛନ୍ତି କି କ'ଣ ପାଇଁ ଏଇଭଳିଆ ଫାଇନ୍ କରୁଛନ୍ତି ତ ଜଣା ନାହିଁ, କିନ୍ତୁ ଆପଣମାନେ ଆପଣଙ୍କର ସୁରକ୍ଷା ପାଇଁ ସବୁ ଡକୁମେଣ୍ଟ ଅପଡେଟ୍ କରନ୍ତୁ ଏବଂ ପଲ୍ୟୁସନ ପାଇଁ ମଧ୍ୟ ଆପଣଙ୍କର ପଲ୍ୟୁସନ ସାର୍ଟିଫିକେଟ ରେଡି କରିକି ରଖନ୍ତୁ। ତ ଭିଡ଼ିଓଟା ବାସ୍ ଆଜି ପାଇଁ ଜଷ୍ଟ ଗୋଟେ ଛୋଟ ଭିଡ଼ିଓଟା ଥିଲା କି ଆମ ରାଜ୍ୟରେ କେବଳ ପଲ୍ୟୁସନ ପାଇଁ ଦେଖାଗଲାଣି ସବୁ ସମସ୍ୟା, ଆଉ ତାର କେମିତି ଆପଣମାନେ ଆପଣଙ୍କର ପିୟୁସି ସାର୍ଟିଫିକେଟ ଟେଷ୍ଟ କରିପାରିବେ, କେତେ ଟଙ୍କା ଫି ପଡ଼ିବ, ଏ ବିଷୟରେ ଜଷ୍ଟ ଗୋଟେ ଛୋଟିଆ ଭିଡ଼ିଓଟା ଥିଲା। ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।